ପୂର୍ବ ଭିଡ଼ିଓରେ ଆମେ ସେଟ୍ 8 ଦେଖିଥିଲେ। ତ ଆଜି ଆମେ ସେଟ୍ 9 ଦେଖିବା। ତାହେଲେ ଯେଉଁମାନେ 2026 ସିଟି ଏଣ୍ଟ୍ରାନ୍ସ ଦେବାକୁ ଚାହୁଁଛନ୍ତି ଏବଂ ପ୍ରପର୍ ୱେରେ ପଢ଼ିକି ସିଟି ଏଣ୍ଟ୍ରାନ୍ସ ଦେବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ। ତ ପୂର୍ବ ଭିଡ଼ିଓରେ ଆମେ ସେଟ୍ 8 ଦେଖିଥିଲେ, ଆଜି ଆମେ ସେଟ୍ 9 ଦେଖିବା। ତ ଦେଖିପାରିଥିବେ ସେକ୍ସନ୍ 1ରେ ଜେନେରାଲ ଇଂଲିଶ, ସେକ୍ସନ୍ 2ରେ ଏଜୁକେସନ୍ ଏଣ୍ଡ ଜେନେରାଲ ଆୱାରନେସ୍, ସେକ୍ସନ୍ 3ରେ ରିଜନିଂ, ସେକ୍ସନ୍ 4ରେ ଟିଚିଂ ଆପ୍ଟିଟ୍ୟୁଡ୍, ସେକ୍ସନ୍ 5ରେ ଓଡ଼ିଆ, ସେକ୍ସନ୍ 6ରେ ମ୍ୟାଥ୍, ସେକ୍ସନ୍ 7ରେ ସୋସିଆଲ ସାଇନ୍ସ, ସେକ୍ସନ୍ 8ରେ ସାଇନ୍ସ। ଇଏ ହେଉଛି ଆମର ସମସ୍ତ ପ୍ରଶ୍ନପତ୍ରର ତଳେ ଦିଆଯାଇଛି ସମସ୍ତ ଆନ୍ସାର। ତ ଆପଣମାନେ ମଧ୍ୟ ଦେଖିପାରୁଥିବେ। ତ ଚାଲନ୍ତୁ ଆମେ ଓଡ଼ିଆଟିକୁ ଆଲୋଚନା କରିବା। ତ ଦେଖିପାରୁଥିବେ 31ରେ ଓଡ଼ିଆ ଲାଙ୍ଗୁଏଜ, ସେକ୍ସନ୍ 5 ଓଡ଼ିଆ ଲାଙ୍ଗୁଏଜ 31 ଦେଖିପାରୁଥିବେ। ଭୂଗୋଳ ପାଠରେ ପଣ୍ଡିତ ଏକ ପଦରେ କ'ଣ ହେବ? ଭୂଗୋଳ ପାଠରେ ପଣ୍ଡିତ ଏକ ପଦରେ ହେବ ଭୌଗୋଳିକ। 32 ଯାହାର ସୀମା ନାହିଁ ଏକ ପଦରେ କ'ଣ ହେବ? ଯାହାର ସୀମା ନାହିଁ ଅସୀମ। 33 ପ୍ରତିଦିନ ପ୍ରକାଶ ପାଉଥିବା ପତ୍ରିକା ଏକ ପଦରେ କ'ଣ ହେବ? ନା ଦୈନିକ ପତ୍ରିକା। 34 କେଉଁଟି ଭୟ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ? କେଉଁଟି ଭୟ ଶବ୍ଦର ବିପରୀତ? ନା ନିର୍ଭୟ। 35 କେଉଁଟି ମେଲାଣି ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ? ସ୍ୱାଗତ। କେଉଁଟି ବିଶେଷ୍ୟ ପଦ? 36 କେଉଁଟି ବିଶେଷ୍ୟ ପଦ? କବି। କବି ହେଉଛି ବିଶେଷ୍ୟ ପଦ। 37 ବିଲୁଆ ବଡ଼ ଚତୁର ଏହି ବାକ୍ୟରେ ଚତୁର କି ପଦ? ଚତୁର ହେଉଛି ଆମର ବିଶେଷ୍ୟ ପଦ। 38 କୂଅର ପାଣି ନିର୍ମଳ ଏହି ବାକ୍ୟରେ ନିର୍ମଳ କି ପଦ? ନିର୍ମଳ ହେଉଛି ବିଶେଷଣ ପଦ। 39 ମୋତେ ଯେତେ ମାଠିବୁ ମାଠ୍ ଏହି ବାକ୍ୟରେ ମାଠ୍ କି ପଦ? କ୍ରିୟାପଦ। 40 ନିମ୍ନ ପଦଗୁଡ଼ିକ ମଧ୍ୟରୁ କେଉଁଟି ବିଶେଷଣ ପଦ? କେଉଁଟି ବିଶେଷଣ ପଦ? ନା ସାହସୀ। ଡି ସାହସୀ। 41 କେଉଁଟି ବାଟ ଶବ୍ଦର ନାମଧାତୁ କ୍ରିୟା? ବାଟେଇବା। 42 କେଉଁଟି ଗଟା ଶବ୍ଦର ନାମଧାତୁ କ୍ରିୟା? ଗଟେଇବା। 43 ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଆପ୍ରତ୍ୟୟାନ୍ତ? କେଉଁଟି ଆପ୍ରତ୍ୟୟାନ୍ତ? ନା ରଘୁଆ। 44 ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଇ ପ୍ରତ୍ୟୟାନ୍ତ? କେଉଁଟି ଇ ପ୍ରତ୍ୟୟାନ୍ତ? ନା ଘଣ୍ଟି। 45 ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁ ଶବ୍ଦଟିର ଜ ପ୍ରତ୍ୟୟ ଯୋଗ କରାଯାଇଛି? ଗ୍ରାମ୍ୟ। ଗ୍ରାମ୍ୟରେ ଆମର ଜ ପ୍ରତ୍ୟୟ ଯୋଗ କରାଯାଇଛି। ଇଏ ଥିଲା ଆମର ଓଡ଼ିଆ। ତ ଆମେ ଆଜି ଦେଖିଲେ ସେଟ୍ 9ର କେତେକ କ୍ୱେଶ୍ଚେନ୍। ତାହେଲେ ଇଏ ଥିଲା ଆମର ସେଟ୍ 9।